ମୁଁ ଅଧ୍ୟାପକ ପ୍ରହ୍ଲାଦ କୁମାର ସ୍ୱାଇଁ, ଅଧ୍ୟକ୍ଷ ମହିମା ମହାବିଦ୍ୟାଳୟ ଜୋରନ୍ଦା। ମୋ ନଜରକୁ ଆସିଲା ସୋସିଆଲ ମିଡ଼ିଆରେ ଗତକାଲି ଗୋଟେ ଆମର ରସିଦକୁ ଏବଂ ଯେଉଁ ଫିଜ୍ କଲେକ୍ସନ୍ କରାହେଇଛି ତାର ଗୋଟେ ଭାଇରାଲ କରାହେଇଛି ଏବଂ ମହିମା ମହାବିଦ୍ୟାଳୟ ଗୋଟେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ, କେବଳ ଜିଲ୍ଲା ସ୍ତରରେ ନୁହେଁ ରାଜ୍ୟ ସ୍ତରରେ ମଧ୍ୟ ଯାହାର ସୁନାମ ରହିଛି ଏବଂ ସରକାରଙ୍କର ବିଧି ନିର୍ଦ୍ଦେଶ ଯାହା ନିୟମ ଅଛି ସେହି ଅନୁଯାୟୀ ଏ ଅନୁଷ୍ଠାନଟି ସଦାସର୍ବଦା ପରିଚାଳିତ। ଆ ଦେହରେ କୌଣସି ପ୍ରକାର ବ୍ୟତିକ୍ରମ ହୋଇପାରିବ ନାହିଁ। ଯେହେତୁ ମୁଁ ଅଧ୍ୟକ୍ଷ ଦାୟିତ୍ୱରେ ଅଛି ଏବଂ ସରକାର ତାଙ୍କର 18,042 ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଚିଠି ଯାହା 8 ତାରିଖ ଦିନ ଆମକୁ ଯୋଗାଇ ଦିଆଗଲା, ସେହି ଚିଠି ଅନୁଯାୟୀ ଆମେ ଅନୁପାଳନ କରି ତାର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବରେ ସମ୍ମାନ ଦେଇଛୁ ଏବଂ ତା ଦେହରେ ନିର୍ଦ୍ଦେଶ ଥିଲା କୌଣସି ପ୍ରକାର ଆଡ଼ମିସନ୍ ଫିଜ୍ ନିଆଯିବ ନାହିଁ। ସରକାରୀ ନିୟମ ଅନୁସାରେ ସରକାରଙ୍କର ଯେଉଁ ଆଡ଼ମିସନ୍ ଫିଜ୍ ନିର୍ଦ୍ଧାରିତ କରିଛନ୍ତି, ଯୁକ୍ତ 2 କଳାରେ 8 ଟଙ୍କା, ଯୁକ୍ତ 2 କମର୍ସରେ 8 ଟଙ୍କା ଏବଂ ଯୁକ୍ତ 2 ବିଜ୍ଞାନରେ 9 ଟଙ୍କା, ଯାହା ସରକାର ଆମେ ପିଲାମାନଙ୍କ ଠାରୁ କଲେକ୍ସନ୍ କରୁ ଏବଂ ସରକାରଙ୍କ ତହବିଲରେ ତାକୁ ଦାଖଲ କରାଯାଏ। ବର୍ତ୍ତମାନ ଆମର ଗଣଶିକ୍ଷାର ସଚିବ ମହୋଦୟ ବର୍ତ୍ତମାନ ମୋତେ ସୂଚନା ଦେଲେ, ଟେଲିଫୋନିକ ମେସେଜ ଦେଲେ ଏବଂ ମୁଁ ସାର୍ଙ୍କୁ ଜଣେଇଲି ଯେ ଆମେ ସାର୍ ଆପଣଙ୍କର ଚିଠି ଅନୁପାଳନ କରି ଯାହା ଲେଖା ହେଇଥିଲା ସେ ଅନୁସାରେ କାର୍ଯ୍ୟ କରିଛୁ ଏବଂ ପଇସା ଆଦାୟ କରିଛୁ, ରସିଦ ଦେଇଛୁ ପିଲାଙ୍କୁ, କଲେଜ ତହବିଲରେ ପଇସା ମହଜୁଦ ଅଛି ଏବଂ ସାମ୍ ପୋର୍ଟାଲରେ ମଧ୍ୟ ଆମେ ତାକୁ ଅପଲୋଡ଼ କରିଛୁ କେଉଁ ପିଲାଠାରୁ କେତେ ପଇସା, ଯାହାଫଳରେ ସେ ବର୍ତ୍ତମାନ ଚିଠିକି ଅନୁପାଳନ କରି ବର୍ତ୍ତମାନ ପଇସା ଫେରାଇ ଦେବା ପାଇଁ ଆମକୁ ନିର୍ଦ୍ଦେଶ ଦେଲେ। ଆସନ୍ତା ସୋମବାର ଠାରୁ ଯେଉଁ ଆମର ଆଡ଼ମିସନ୍ କରିଛନ୍ତି ଛାତ୍ରଛାତ୍ରୀମାନେ, ସେମାନଙ୍କର ଅଭିଭାବକମାନେ ବିଚଳିତ ନ ହୋଇ ଅପେକ୍ଷା କରନ୍ତୁ। ଆମେ ସୋମବାର, ଯେହେତୁ ଆଜି ଆଉ କାଲି ବ୍ୟାଙ୍କ ବନ୍ଦ ଅଛି, ସୋମବାର ଠାରୁ ଆମେ ସେ ଯେଉଁ ପିଲାମାନେ ଆମର 150ରୁ ଉର୍ଦ୍ଧ୍ୱ ପିଲା ପ୍ରାୟ ଆଡ଼ମିସନ୍ କରିସାରିଛନ୍ତି ତାଙ୍କୁ ରସିଦ ଦେଇଛୁ, ସମସ୍ତ ପଇସା ସେମାନେ ଫେରି ପାଇବେ। ସରକାରଙ୍କର ନିର୍ଦ୍ଦେଶ ଆମ ପାଖକୁ ଟେଲିଫୋନରେ ଆସିଗଲାଣି।